বিজেডির দ্বিতীয় ক্ষমতা কেন্দ্র কিଏ কাহাকু ভরসা করিবে নবীন নবীন কাহাকু দেবে বিজেডির গুরু দায়িত্ব বিজেডিକୁ ଏବେ ଦଳର ନେତୃତ୍ୱ ଚିନ୍ତା ନବୀନ ମଧ୍ୟ ସମାନ କଥା ପାଇଁ ଅଡୁଆରେ କାହାକୁ ଦେବେ ନବୀନ ଦାୟିତ୍ୱ କାହାକୁ ବିଜେଡିର ଗୁରୁ ଦାୟିତ୍ୱ ମିଳିବ କାହା କାନ୍ଧରେ ବିଜେଡିକୁ ଲଦିଲେ ଭଲ କି ଚଳାଇ ପାରିବେ କିଏ ହେବେ ବିଜୁ ଜନତା ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ବିଜୁବାବୁଙ୍କ ନାଁ ନେଇ ଗଠନ ହୋଇଥିବା ବିଜେଡି ଓଡ଼ିଶା ରାଜନୀତିରେ ଆଶା ଠାରୁ ଅଧିକ ଅର୍ଥାତ୍ 24 ବର୍ଷରୁ ଅଧିକ ବର୍ଷ କ୍ଷମତା ଉପଭୋଗ କରିବାରେ ସଫଳ ହୋଇଛି ଯାହା ଓଡ଼ିଶା ରାଜନୀତିରେ ଏକ ରେକର୍ଡ ବିଜୁ ଜନତା ଦଳ ବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ଦେଶରେ ପରିଚୟ ସୃଷ୍ଟି କରିଛି ତେଣୁ ଦଳକୁ ଆଗାମୀ ଦିନ ପାଇଁ ଘାରିଛି ନେତୃତ୍ୱ ଚିନ୍ତା ବିଜୁଙ୍କ ନାଁ ନେଇ ନବୀନ କ୍ଷମତାକୁ ଆସିଥିବା ବେଳେ ନବୀନଙ୍କୁ ନେଇ କ୍ଷମତା ଉପଭୋଗ କରୁଥିଲେ ବିଜେଡିର ନେତାମାନେ ହେଲେ ଏବେ କିନ୍ତୁ ଗଣିତ ସମ୍ପୂର୍ଣ୍ଣ ଗଡ଼ବଡ଼ ହୋଇଯାଇଛି ନବୀନଙ୍କ କ୍ରେଜ୍ କମିବା କାରଣରୁ ଏବେ ଚିନ୍ତାରେ ବିଜେଡିର ନେତାମାନେ ସବୁଠାରୁ ବଡ଼ କଥା ହେଉଛି ଯେ ନବୀନଙ୍କ ନାଁ ନେଇ ବିଜେଡିର ନେତାମାନେ ନିର୍ବାଚନୀ ବୈତରଣୀ ପାର ହେଉଥିଲେ ଓଡ଼ିଶାବାସୀ ମଧ୍ୟ ବିଜୁ ଜନତା ଦଳକୁ ଅକୁଣ୍ଠ ସମର୍ଥନ ଦେଇଥିଲେ ନେତା ବିଧାନସଭାକୁ ଗଲେ ବିଧାୟକ ମଧ୍ୟ ହୋଇଥିଲେ ମନ୍ତ୍ରୀ ଆଉ ସାଂସଦ ହେବାର ସୌଭାଗ୍ୟ ମଧ୍ୟ ପାଇଥିଲେ ହେଲେ ନିଜ କାମ ଉପରେ ନିଜେ ଭରସା ବିଶ୍ୱାସ ଜନ୍ମେଇ ପାରିଲେ ନାହିଁ ଜନତାଙ୍କ ମନରେ ଆଜି ପର୍ଯ୍ୟନ୍ତ ନିଜ ଉପରେ ଭରସା କରିପାରିଲେନି ଦୀର୍ଘ 25 ବର୍ଷ ପରେ ମଧ୍ୟ ବିଜେଡିର ସେହି ସମାନ ସ୍ଥିତି ଏବେ ବି ନବୀନଙ୍କ ନାଁ ନେଇ ପୁଣି ପାରି ହେବାକୁ ଚାଲିଛି ପ୍ରତିଯୋଗିତା ନବୀନ ଏବେ ବି ବିଜେଡିର ନମ୍ବର 1 ଷ୍ଟାର ତାଙ୍କ ବିନା ଦଳର ଅନ୍ୟ ନେତାଙ୍କ ଗତି ଅସମ୍ଭବ ବୋଲି ସବୁଆଡ଼େ ଚର୍ଚ୍ଚା ଓ ଆଲୋଚନା ହେଉଛି ନବୀନଙ୍କ ବିନା ଏମାନଙ୍କର ରାଜନୈତିକ ଅସ୍ତିତ୍ୱ କିଛି ନାହିଁ ବେଶ କିଛି ଦିନ ହେବ ବିଜେଡି ପାଣ୍ଡିଆନ ଦମ୍ପତିକୁ ନେଇ ଅକଳରେ ପଡ଼ିଥିଲା ଦଳ ରହିବ ନା ଭାଙ୍ଗିଯିବ ନବୀନଙ୍କ ପରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା ହେଉଛି ସାଧାରଣରେ ଉଠିଥିବା ଏହି ପ୍ରଶ୍ନ ବିଜେଡିକୁ ଖୁବ୍ ହନ୍ତସନ୍ତ କରିଥିଲା କାରଣ ଯେଉଁ ଦୀର୍ଘ 24 ବର୍ଷ ହେଲା ତାଙ୍କୁ ଆଗରେ ରଖି ନିର୍ବାଚନୀ ବୈତରଣୀ ପାର ହେଉଥିଲେ ସେ ନବୀନଙ୍କ ଲୋକପ୍ରିୟତା ସମ୍ପୂର୍ଣ୍ଣ କମିଯାଇଥିଲା ଯାହା ନୂଆପଡ଼ା ଉପନିର୍ବାଚନରୁ ସ୍ପଷ୍ଟ ହୋଇଛି ତେବେ ପ୍ରକୃତରେ ଏବେ ଲାଗୁଛି ଯେ ଯେମିତି ଦଳ ଯେତେବେଳେ ବିପର୍ଯ୍ୟୟ ଦେଇ ଗତି କରୁଛି ଆଉ ଦଳକୁ ସାହାରା ଦେବାକୁ କେହି ନାହାନ୍ତି ବରିଷ୍ଠ ନେତାମାନଙ୍କ ଭିତରେ ମଧ୍ୟ ବଡ଼ ଅସନ୍ତୋଷ ଦେଖିବାକୁ ମିଳୁଛି ବଡ଼ ବଡ଼ ନେତାମାନେ ସିଧା ଆସି ପ୍ରତିକ୍ରିୟା ଦେଉଛନ୍ତି ବିଜେଡି କ୍ଷମତାରୁ ଯିବା ପରେ ଦଳ ଭିତରେ ଅନ୍ତଃକନ୍ଦଳ ଲାଗି ରହିଛି ଗୋଟିଏ ଗୋଷ୍ଠୀ ପାଣ୍ଡିଆନଙ୍କ ସପକ୍ଷରେ ବାହାରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି ହେଲେ ନବୀନଙ୍କ ବିରୁଦ୍ଧରେ କହିବାକୁ କେହି ମଧ୍ୟ ଜଣେ ପ୍ରସ୍ତୁତ ନାହାନ୍ତି ସମସ୍ତେ ନବୀନଙ୍କୁ ନିଜର ନେତା ବୋଲି ଏବେ ବି ସ୍ୱୀକାର କରନ୍ତି ହେଲେ କିଏ ନବୀନଙ୍କ ବିକଳ୍ପ ହେବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ତେବେ ଆଗକୁ ବିଜେଡି ସୁପ୍ରିମୋ ଦଳକୁ ବଞ୍ଚାଇବାକୁ କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।